ତାଙ୍କ ମୁହଁରୁ ଏଇଟା ଗୋଟେ ଏଭଳିଆ ଶବ୍ଦ ବାହାରିବା ମୁଁ କାହିଁ ଭାବୁଛି ଠିକ ନୁହେଁ। ସେ ଜଣେ ଆଇନଜୀବୀ, କିନ୍ତୁ ସିଏ ଯୋଉଟା କହିଲେ ସେଟା ତାଙ୍କର ନିଜର ପରିକଳ୍ପନା ହେଇପାରେ କି ନିଜର ଅନୁଭବ ହେଇପାରେ। ସେ ଜାଣିଯାଆନ୍ତି ଯେ ଆଜି ଯଦି ଯାଇକି ଦେଖିବେ ଓଡ଼ିଶାରେ ଯେମିତି ବର୍ତ୍ତମାନ ଆରମ୍ଭ ହେଇଛି ଜନଗଣନା ପାଇଁ ଯେଉଁ ପ୍ରସ୍ତୁତ ପର୍ବ ଯେଉଁ ଚାଲିଛି କାର୍ଯ୍ୟକ୍ରମ, ଏବେ ଯଦି ଯାଇ ଘର ଘର ବୁଲିବେ ସେ ତାଙ୍କର ନିଜର ସ୍ଥିତି ଏବଂ ଦଳର ସ୍ଥିତି ଏବଂ ଲୋକମାନଙ୍କ ମୁହଁରୁ କ'ଣ ବାହାରୁଛି ବର୍ତ୍ତମାନ ଆଜିକା ଦିନରେ। ଆଗାମୀ ଦିନ ତ ପରୀକ୍ଷା ହେବ, ପଞ୍ଚାୟତ ଇଲେକ୍ସନ ଆସୁଛି, ତାପରେ ଅର୍ବାନ ନିର୍ବାଚନ ଆସୁଛି, କିନ୍ତୁ ବର୍ତ୍ତମାନ ଏମିତି ନାହିଁ ଯେ ଏମିତି ଯେ ବିଲୋପ ହେଇଯିବ, ଦଳ ବୁଡ଼ିଯିବ, ଦଳର ଆଶଙ୍କା ଭିତରେ ଅଛି। ଆପଣ ଜାଣିନାହାନ୍ତି, ଗୋଟେ ଖାଲି ନବୀନ ବାବୁ ଯେଉଁ ଗଲେ ଆପଣଙ୍କ ଦିଲ୍ଲୀ ଗଲେ, ଆପଣ ଦେଖୁଥିବେ ଆମ ଫେସବୁକ୍ ପୋଷ୍ଟରେ ଲକ୍ଷ ଲକ୍ଷ ଲୋକ ତାକୁ ସିନ୍ ଦେଖୁଛନ୍ତି, ଅନେକ ଲୋକ ଲାଇକ୍ କରୁଛନ୍ତି, ମାନେ ତାଙ୍କ ପ୍ରତି ଏବଂ ବିଜୁ ବାବୁଙ୍କର ପରିବାର ପ୍ରତି, ବିଜୁ ବାବୁଙ୍କ ପ୍ରତି, ଓଡ଼ିଶା ପ୍ରତି କ'ଣ ତାଙ୍କର ଅଛି ସେଥିପାଇଁ ଲୋକମାନଙ୍କର ଅଛି। ତେଣୁକରି ସିଏ ତାଙ୍କର ନିଜର ବକ୍ତବ୍ୟ, ନିଜର କ'ଣ ତାଙ୍କ ଷ୍ଟେଟମେଣ୍ଟ ଦେଇଥିବେ। ତେଣୁକରି ଆମ ଦଳ ଆମେ ସବୁ ଷ୍ଟ୍ରଙ୍ଗ ଅଛୁ। ଏମିତି ନାହିଁ ଯେ ବିଜୁ ଜନତା ଦଳର ଏମିତି ୱିକେଟ୍ ପଡ଼ିଯିବ। ୱିକେଟ୍ ପରେ ୱିକେଟ୍, ଆହୁରି ଅନେକ ୱିକେଟ୍ ଅଛି, ଯେଉଁ ୱିକେଟ୍ କି ଆଗାମୀ ଦିନରେ ଓଡ଼ିଶାର ସଫଳତାର ଶୀର୍ଷ ପାହାଚରେ ପହଞ୍ଚିବାକୁ ପ୍ରସ୍ତୁତ ହେଇକି ରହିଛି। ଆଜ୍ଞା, ଦେବାଶିଷ ସାମନ୍ତରାୟ ମଧ୍ୟ କହୁଛନ୍ତି ଭାଡ଼ି ଖାଲି ହେଇଯିବ। ସିଏ ତାଙ୍କର ନିଜର ସ୍ୱାର୍ଥପର ଗୋଟେ ଇଏ। ଯେତେବେଳେ ସୁବିଧା ଥିଲା ସିଏ ଆସିଥିଲେ ନବୀନ ପାଖକୁ, ନବୀନ ପାଖରେ ବାରମ୍ବାର ଟିକଟ ନେଉଥିଲେ। ପୁଣି ଏବେ ଦେଖୁଥିବେ ସମସ୍ତେ ଆମେମାନେ ଦେଇକି ଭୋଟ ଦେଇକି ମଧ୍ୟ ରାଜେଶ୍ୱରକୁ ମଧ୍ୟ ପଠେଇଲୁ। ଯେତେବେଳେ ପୁଣି ହେଇଗଲା, ପୁଣି ସୁବିଧା ହେଲା, ପୁଣି ପଳେଇ ଗଲେ। ତେଣୁ କହିବାକୁ କ'ଣ ଅଛି, ସେଠି ଦିଲ୍ଲୀରେ ରହିଲେ, ଦିଲ୍ଲୀରେ ବସିଲେ, ତାଙ୍କର ନିଜର କହିବା ପାଇଁ ତାଙ୍କର ମତ ଏବଂ କହିବା ପାଇଁ ତାକୁ କିଏ ମନା କରିଛି, କହିବା ଆପଣ ବସିଲା ବେଳେ। ତେଣୁକରି ଯେତେବେଳେ ରାଜ୍ୟସଭା ନେଲା ବେଳେ କହିଲେନି ଯେ ବିଜେପି ଭାଡ଼ି ଖାଲି ହେଉଛି, ମୁଁ ଆଉ ଏ ଭାଡ଼ି ଘର ରହିବିନି, କାହିଁ ଖାଲି ଘର ରହିବି। ଆଉ ନେଲା ବେଳକୁ ଭାଡ଼ି ଘର ଫୁଲ୍ ଥିଲା। ଏବେ ଯେତେବେଳେ ଇଏ ଆସିଯାଉଛି, ସୁବିଧା ସୁଯୋଗ ହେଇଯାଇଥିଲା, ରହିଗଲେ ସୁବିଧାରେ, କାରଣ ରାଜ୍ୟସଭାରେ ଯେଉଁମାନେ ଏମ୍ପି ରହୁଛନ୍ତି କ'ଣ ଅଛି ତାଙ୍କର ଇଏ କାର୍ଯ୍ୟକ୍ରମ, ତେଣୁ ରହିଲେ ଆରାମରେ। ସେଥିପାଇଁ ସେ ତାଙ୍କର ବକ୍ତବ୍ୟ ବାହାରିବ। ବିଜେପି ଯେଉଁ ତାଙ୍କର ଏବେ ବିଜେପି ଗଲେ ଯେଉଁ କହୁଛନ୍ତି ଯେ ବିଜେଡ଼ିର ଭାଡ଼ି ଖାଲି ହେଇଯିବ, ଭାଡ଼ି ଖାଲି ହେଇଯିବ କି ନବୀନ ଭାଡ଼ି ଭରପୁର ହେଇକି ରହିଛି, ତାହା ଆଗାମୀ ଦିନରେ ସୂଚେଇବ ଏବଂ ଆପଣମାନେ ନିଜେ ସମସ୍ତେ ଦେଖିବେ ମଧ୍ୟ। ନ୍ୟାଚୁରାଲି ସେ ତାଙ୍କର କଲେ, ତାଙ୍କର ସେଟା ଯୋଉଠି ଯାଇଛନ୍ତି, ନୂଆ ଦଳକୁ ଯାଇଛନ୍ତି ଏବଂ ଉପନିର୍ବାଚନ ପାଇଁ ଫାଇଲ କଲେ। ତେଣୁକରି ସେଥିରେ ଆମର କୌଣସି ବିବ୍ରତ ହେବାର ନାହିଁ କି ଦଳର କୌଣସି କ୍ଷତି ହେବାର ନାହିଁ। ଦଳ ଯାହା ଅଛି ତାଠୁ ଆହୁରି ଅଧିକା ଇଏରେ ଯିବ। ଭାଡ଼ି ସମ୍ପୂର୍ଣ୍ଣ ହେଇକି ଅଛି, ସମସ୍ତେ ନବୀନ ବାବୁ ଅଛନ୍ତି, କାରଣ ଇଏ ବିଜୁ ବାବୁଙ୍କ ଆଶୀର୍ବାଦ, ଇଏ ବିଜୁ ବାବୁଙ୍କ ଦଳ। ତେଣୁକରି ନବୀନ ବାବୁଙ୍କର ଇଏରେ ନବୀନ ବାବୁ କେତେ ଲୋକ ଭଲ ପାଉଛନ୍ତି, ଯାହା କଥା ଆପଣମାନେ ସମସ୍ତେ ଜାଣୁଥିବେ। ତେଣୁକରି ସିଏ ତାଙ୍କର ଇଚ୍ଛା, ଯୋଉଠି ଗଲେ ଯୋଉଠି ରହିବେ କିଛି ନାହିଁ। ଆମ ଦଳ ଆମ ଇଏ ପୁରା ମଜବୁତ ଅଛି, ଷ୍ଟ୍ରଙ୍ଗ ଅଛି। ଆଗାମୀ ଦିନ ମଧ୍ୟ ଜୋରଦାର ଲଢ଼େଇ ହେବ।